ସାଙ୍ଗମାନେ ଆଜି ଟିକେ ମୋ ଦେହଟା ଭଲ ଲାଗୁଛି ତ ସେଇଥିପାଇଁ ମୁଁ ଭାବିଲି କି ଆପଣମାନଙ୍କୁ ଟିକେ ଭିଡ଼ିଓ ମାଧ୍ୟମରେ ଜଣେଇଦେବି କି ମୋ ହେଲ୍ଥ ଅପଡ଼େଟ୍ ଦେବି ବୋଲି। ଭଲ ମିନ୍ସ ସେମିତି ନୁହେଁ ଯେ ପୁରା ଭଲ ହେଇଯାଇଛି, ସେମିତି ନୁହେଁ। ଏଯାଏଁ ବି କଷ୍ଟ ହେଉଛି, କାନ ଫଟଫଟ କରୁଛି। ଟିକେ ମାନେ ଯେଉଁ ମୁଣ୍ଡ ଡେଲି ଡେଲି ରେଗୁଲାରଲି ବୁଲଉଥାଏ ସେଇ ଜିନିଷଟା ଏବେ ହେଉନାହିଁ। ତେଣୁ ସେଇଥିପାଇଁ ଟିକେ ବେଟର୍ ଫିଲ୍ ହେଉଛି ଆଜି, ଆଉ ଟିକେ ଖାଇବା ପିଇବା କରୁଛି ଏବେ। ଲୁଜ୍ ଟୁଜ୍ ଯେଉଁଟା ହେଉଥିଲା ମୋର, ଯେଉଁ ବ୍ଲାକ୍ କଲର୍ ବାହାରୁଥିଲା ସେଇ ଜିନିଷଟା ବନ୍ଦ ହେଇଯାଇଛି। ଆଉ ଏବେ ଟିକେ ଷ୍ଟେବୁଲ୍ ଅଛି, କିନ୍ତୁ ୱିକନେସ୍ ବହୁତ ଅଛି। ନା ଠିକ୍ ସେ ଚାଲିକି ଯାଇପାରିବି କୁଆଡ଼େ, ନା କିଛି କରିପାରିବି। କିନ୍ତୁ ଏଯାଏଁ ତ ଟିକେ ଭଲ ଲାଗୁଛି, ମାନେ ଏଟଲିଷ୍ଟ ମୁଁ ଆପଣମାନଙ୍କୁ ତ ନିଜର ହେଲ୍ଥ ଅପଡ଼େଟ୍ ଦେଇପାରୁଛି। ତେଣୁ ଲାଇଫ୍ରେ କାହା ସହିତ କେତେବେଳେ ବି କ'ଣ ହେଇଯାଇପାରେ। ମୋ ସହିତ ହଠାତ୍ ଯେମିତି ହେଲା, ମୁଁ ଯେମିତିକି ପ୍ରତିଦିନ 1 କେଜି ଲେଖାଏଁ ୱେଟ୍ ଲସ୍ କଲି। ଏଯାଏଁ ବି ମୋର ୱେଟ୍ ସେଇ 46, 47, 8 ଏମିତି ରହୁଛି। ତେଣୁ କ'ଣ କରିବି, ଖାଇବା ପିଇବା ବି ଟିକେ ଟିକେ ଏବେ ବଢ଼ଉଛି। ଯେହେତୁ କୋଲେଷ୍ଟ୍ରୋଲ୍ ବନ୍ଦ ହେଇଛି, ତେଣୁ ସେଥିପାଇଁ ଟିକେ ଖାଇବା ପିଇବା ବଢ଼ଉଛି। ଭାବୁଛି ଟିକେ ଡାଏଟ୍ ଭଲ ନେବି, ଯାହାଫଳରେ ଟିକେ ଦେହଟା ଆଉ ଟିକେ ସୁସ୍ଥ ରହିବ ମୋର। ଆଉ ଯଥା ଶୀଘ୍ର ରିକଭର୍ କରିବା ପାଇଁ ଚାହୁଁଛି, କାହିଁକିନା ବହୁତ ଦିନ ହେଲାଣି ଏ ଭିତରେ ଯେହେତୁ ରହିଯାଇଛି, ତେଣୁ ଦେହଟା ବହୁତ ମାନେ ବହୁତ ଫ୍ରଷ୍ଟ୍ରେସନ୍ ବି ଲାଗୁଛି, ବହୁତ କଷ୍ଟ ବି ଲାଗୁଛି ସମସ୍ତଙ୍କୁ, କେବଳ ମୋତେ ନୁହେଁ, ମୋ ସହିତ ରହିଥିବା ସମସ୍ତ ବା ମୋ ସହିତ ଯୋଡ଼ି ରହିଥିବା ସମସ୍ତ ଲୋକମାନେ, ଯେଉଁମାନେ ନିଜ ପରିବାର ହଉ କି ମୋ ଭିତରେ ଏଇ ଭିତରେ ଯିଏ ବି ରହୁଛନ୍ତି ଆଟେଣ୍ଡାଣ୍ଟ ଯିଏ ବି। ତେଣୁ ସମସ୍ତେ ଚାହୁଁଛନ୍ତି କି ମୁଁ ଯେତେ ଶୀଘ୍ର ସେମିତି ଭଲ ହେଇକି ବାହାରେ। ଆଉ ସବୁ ଆପଣମାନଙ୍କ ଆଶୀର୍ବାଦ, ଆପଣମାନଙ୍କ ଭଲ ପାଇବା, ଭଗବାନଙ୍କ ଆଶୀର୍ବାଦ, ଭଗବାନଙ୍କ ଭଲ ପାଇବା, ସେଇ ଯେଉଁ ଜିନିଷ ରହିଲେ ହିଁ ଆଗକୁ ମୁଁ ବାହାରି ପାରିବି। ତ ପଜିଟିଭ୍ ଏନର୍ଜି ବି ରଖିଛି, ତେଣୁ ଆଶା ଅଛି ଯଥାଶୀଘ୍ର ଏଠୁ ବହୁତ ସୁସ୍ଥ ହେଇକି ଜଲ୍ଦି ବାହାରିବି। ତେଣୁ ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ମୋ ଫୋନ୍ ପେ ନମ୍ବରରେ କିଛି କିଛି ଯଦି ଆପଣମାନେ ପାରିବେ, ଆପଣମାନେ ସାହାଯ୍ୟ କରନ୍ତୁ, କାହିଁକିନା ଆପଣମାନେ ବହୁତ ସାହାଯ୍ୟ କରିଛନ୍ତି ଆଗରୁ। ତେଣୁ ବର୍ତ୍ତମାନ ଯଦି ଆପଣମାନେ କିଛି କିଛି ସାହାଯ୍ୟ କରନ୍ତି, ତେଣୁ ମୋର ଯେଉଁ ରେଗୁଲାର କିଛି ଟେଷ୍ଟ ବି ଯଦି ହେଉଛି, ଯଦି ଆପଣମାନଙ୍କ ଯଦି ସାହାଯ୍ୟରେ ହେଇପାରୁଛି, ତାହେଲେ ହୁଏତ ମୋ ଉପରେ ଟିକେ ବର୍ଡ଼ନ୍ ବି ଯିବ, ଆଉ ମୁଁ ଟିକେ ଖୁସି ହେବି ବୋଲି ଭାବୁଛି। ତେଣୁ ଆପଣମାନେ ମୋତେ ଏମିତି ବ୍ଲେସିଂସ୍ କରିଥାନ୍ତୁ। ଭଗବାନ ପାଖରେ ପ୍ରାର୍ଥନା କରନ୍ତୁ ଯେମିତିକି ଏଇ ଟ୍ରିଟମେଣ୍ଟଟା ହିଁ ମୋର ଯେହେତୁ ଲାଷ୍ଟ ଟ୍ରିଟମେଣ୍ଟ, ଆଉ ଏଇଟା ହିଁ ମୋତେ ଭଗବାନ ସପୋର୍ଟ କରନ୍ତୁ। ଆଉ ମୁଁ ଟିକେ ସୁସ୍ଥ ହେଇଯାଏ, ସବୁଦିନ ପାଇଁ ଭଲ ହେଇଯାଉ, କିଛି ଗୋଟେ ମିରାକେଲ୍ ହେଇଯାଉ ମୋ ପାଇଁ। ଆଉ ଆପଣମାନେ ବି ସମସ୍ତେ ଭଲରେ ଥାଆନ୍ତୁ, ଆପଣମାନେ ବି ଖୁସିରେ ଥାଆନ୍ତୁ। ଆପଣମାନେ ଯେତେବେଳେ ବି ଟିକେ ଦେହଟା ଭଲ ରହିଲେ ଆପଣମାନଙ୍କ ମୁଁ ରିପ୍ଲାଏ କରିବି, ଆପଣମାନଙ୍କ ମେସେଜ୍କୁ ଚେଷ୍ଟା କରିବି ରିପ୍ଲାଏ ଦେବା ପାଇଁ। କାହିଁକିନା ଏ ଭିତରେ ଭିଡ଼ିଓ କରିପାରୁନଥିଲେ, ଆପଣମାନେ ତ ସମସ୍ତେ ଜାଣିଛନ୍ତି କି ମୁଁ କେତେ କଷ୍ଟ ସହିତ ଏ ଭିତରେ ଗତି କରୁଛି। ଆଉ ମାନେ ଗୋଟେ କହୁଛି ଯେ ମାନେ 2-3 ଥର ଲେଖାଏଁ ଯଦି ରିଲାକ୍ସ ହେବ, ତାହେଲେ ଆପଣମାନେ ଜାଣିପାରୁଥିବେ କେତେ କଷ୍ଟ। ତଥାପି ଭଗବାନ ମୋତେ ଯେହେତୁ ଏ ଯାଏଁ ନେଇ ଆସିଛନ୍ତି, ମାନେ ତା'ର କିଛି ଉଦ୍ଦେଶ୍ୟ ରହିଛି। ତେଣୁ ସେଇଦିନକୁ ଅପେକ୍ଷା, କାହିଁକିନା ମେଡ଼ିକାଲରେ ବହୁତ ଜିନିଷ ଦେଖିଛି, ବହୁତ ଜିନିଷ ହରେଇବାର ବି ଦେଖିଛି, ବହୁତ ଜିନିଷ ଷ୍ଟ୍ରଗଲ୍ କରିବାର ଦେଖିଛି ଲୋକମାନଙ୍କର। ତେଣୁ ମେଡ଼ିକାଲ ଜିନିଷଟା ହିଁ ସେଇଆ। ତେଣୁ ଆପଣମାନେ ବାସ୍ ଏତିକି କହୁଛି, ମୋ ପାଇଁ ପ୍ରାର୍ଥନା କରନ୍ତୁ। ଯେଉଁମାନେ ବି ମୋର ୱେଲ୍ ୱିଶର୍ସ କି ମୋତେ ଭଲ ପାଆନ୍ତି, ତ ନିଶ୍ଚିତ ଭାବରେ ଭିଡ଼ିଓକୁ ସେୟାର କରନ୍ତୁ, ଆଉ କିଛି ହେଲ୍ପ କରନ୍ତୁ। ଧନ୍ୟବାଦ।